দাবি আমার দাবি আমার দাবি আম্বেদকরকে অসম্মান করা চলিব নাই চলিব নাই চলিব নাই ভারতের গৃহমন্ত্রী অমিত শাহ তুমি তুরন্ত ইস্তফা দিও ইস্তফা দিও ইস্তফা দিও ভারতের গৃহমন্ত্রী অমিত শাহ তুমি তুরন্ত ইস্তফা দিও ইস্তফা দিও ইস্তফা দিও অমিত শাহকে গিরফ করা আমার দাবি আমার দাবি আমার দাবি ମନମୁଣ୍ଡା ଗାନ୍ଧୀ ଛକଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର କୁଶ ପୁତଳା ଦାହ। ମନମୁଣ୍ଡାଠାରେ ଆମ୍ବେଦକର ଦଳିତ ସମାଜ ବିକାଶ ଅମିତ ଶାହାଙ୍କର କୁଶ ପୁତଳାକୁ ଦାହ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଗାନ୍ଧୀ ଛକଠାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତଳିକା ଦାହ କରାଯାଇଛି। ଲୋକସଭାରେ ଆଶାଳୀନ ମନ୍ତବ୍ୟ ଦେବା ବିରୁଦ୍ଧରେ ଆଜି ମନମୁଣ୍ଡା ଆମ୍ବେଦକର ଦଳିତ ବିକାଶ ସମାଜ ବିକାଶ ପରିଷଦର ସଭାପତି ନବୀନ ଭାଇନାଙ୍କ ନେତୃତ୍ୱରେ କୁଶ ପୁତଳିକା ଦାହ କରିବା ସହିତ ଯଦି କ୍ଷମା ପ୍ରାର୍ଥନା ନ କରନ୍ତି ତାହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି। ଏଥିରେ ଆମ୍ବେଦକର ଦଳିତ ସମାଜ ବିକାଶ ଦଳର ସମସ୍ତ ସଭା ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୌଦ୍ଧରୁ ଆବୁ ଖାନଙ୍କ ରିପୋର୍ଟ। ସାର୍ ଆଜି ଆମେ ମନମୁଣ୍ଡାରେ ନୁହେଁ କି ବୌଦ୍ଧ ଜିଲ୍ଲାରେ ନୁହେଁ ଆଜି ସାରା ଭାରତରେ ଆମର ଯେଉଁ ଗୃହମନ୍ତ୍ରୀ ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କର ବିରୋଧରେ ଯେନ୍ ପାର୍ଲାମେଣ୍ଟରେ ଯେନ୍ ଭଳିଆ ବ୍ୟବହାର କରିଛନ୍ତି ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଯେନ୍ ଭଳିଆ ମନ୍ତବ୍ୟ ଦେଇଛନ୍ ସେ ମନ୍ତବ୍ୟକୁ ନେଇକି ଆଜି ସାରା ଭାରତରେ ତାଙ୍କ କୁଶ ପୁତଳିକା ଦାହ କରାହେଉଛି। ସବୁ ଜାଗାରେ ତାକୁ ଦାବି କରୁଛୁ ତାକୁ ଇସ୍ତଫା ଦାବି କରୁଛୁ ଆମେ ସମସ୍ତେ। ଆଜି ଆମେ ବି ଆମର ମନମୁଣ୍ଡା ସ୍ଥିତ ଗାନ୍ଧୀ ଛକରେ ଆଜି ଆମେ ସମସ୍ତେ ଆଜି କରିଛୁ ତାର କୁଶ ପୁତଳିକା ଦାହ କରିଛୁ। ଆଗାମୀ ଦିନରେ ଯଦି ସେମାନେ କ୍ଷମା ପ୍ରାର୍ଥନା ନ କରନ୍ତି କିମ୍ବା ସେମାନେ ଇସ୍ତଫା ନ ଦିଅନ୍ତି ତାହେଲେ ଏଇ ସମାଜ ଦଳିତ ସମାଜ ଆଗାମୀ ଦିନରେ ରାଜରାସ୍ତାରେ ଜୋରଦାର ସେ ଓହ୍ଲାବା। ଆଗାମୀ ଦିନରେ ହେଡ଼କ୍ୱାର୍ଟରରେ ଘେରାଉ କରବାର ଅବସ୍ଥା